ନମସ୍କାର ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଅପଡେଟ ଆସିଯାଇଛି। ରାଜ୍ୟକୁ ଉତ୍ତର ଓଡ଼ିଶାରେ ଆସୁଛି ଥଣ୍ଡା ପବନ। ଓଡ଼ିଶାରେ ଖସିବ ତାପମାତ୍ରା, ଆହୁରି ବଢିବ ଶୀତ। ଆଜି 11ଟି ଜିଲ୍ଲାରେ ପ୍ରବଳ ଥଣ୍ଡା ପାଇଁ ୱାର୍ଣ୍ଣିଂ କରାଯାଇଛି ପାଣିପାଗ ବିଜ୍ଞାନ ସ୍ଥିତ ଆଞ୍ଚଳିକ କେନ୍ଦ୍ରରୁ ଜଣାପଡ଼ିଛି। କେଉଁ କେଉଁ ଜିଲ୍ଲା ମାନଙ୍କରେ ପ୍ରବଳ ଥଣ୍ଡା, ଆଗାମୀ 3-4 ଦିନ ପରେ ବର୍ଷାର ସମ୍ଭାବନା ଅଛି କିମ୍ବା ପାଗ ଶୁଖିଲା ରହିବ। ଦର୍ଶକ ବନ୍ଧୁ, ଭିଡିଓକୁ ଆରମ୍ଭ କରିବା ପୂର୍ବରୁ ଭିଡିଓକୁ ଲାଇକ୍ କରିଦିଅନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିଦିଅନ୍ତୁ, ବେଲ ଆଇକନକୁ ଦବାଇ ରଖନ୍ତୁ, ଯାହା ଫଳରେ ନୂଆ ନୂଆ ଅପଡେଟ ଭିଡିଓ ଆପଣମାନଙ୍କୁ ସର୍ବପ୍ରଥମେ ଦେଖିବାକୁ ମିଳିବ। ରାଜ୍ୟ ପାଇଁ ଯେଉଁ ଜିଲ୍ଲା ମାନଙ୍କରେ ପ୍ରବଳ ଥଣ୍ଡା ପାଇଁ ୱାର୍ଣ୍ଣିଂ ଜାରି ରହିଛି, ଏହି ଜିଲ୍ଲା ମାନଙ୍କରେ ତାପମାତ୍ରା 10ରୁ 20 ଡିଗ୍ରୀ ସେଲସିୟସ ତାପମାତ୍ରା ରହିବ। ଆଉ ଏହି ଜିଲ୍ଲା ମାନଙ୍କୁ ଛାଡିଦେଲେ ଆଉ ସବୁ ଜିଲ୍ଲା 20ରୁ ଉର୍ଦ୍ଧ୍ୱ ତାପମାତ୍ରା ରହିବ। ଆଉ ଏହି ଜିଲ୍ଲା ମାନଙ୍କରେ ସାମାନ୍ୟ ଥଣ୍ଡା ହେବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଆଜି କେଉଁ କେଉଁ ଜିଲ୍ଲା ମାନଙ୍କୁ ପ୍ରବଳ ଥଣ୍ଡା? କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଏହି ଜିଲ୍ଲା ମାନଙ୍କରେ 10ରୁ 20 ଡିଗ୍ରୀ ତାପମାତ୍ରା ରହିବ। ବୈଦ, ସୋନପୁର, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ ଏବଂ ଜଗତସିଂହପୁର। ଏବେ ମୁଁ ଯୋଉ ଜିଲ୍ଲା ମାନଙ୍କୁ ନାଁ କହିଲି ସେଇ ଜିଲ୍ଲା ମାନଙ୍କରେ ପ୍ରବଳ ଥଣ୍ଡା ହେବ, ଆଉ ଅନ୍ୟ ଜିଲ୍ଲା ମାନଙ୍କରେ କମ ଥଣ୍ଡା ହେବାର ସମ୍ଭାବନା ରହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ଜଣା ପଡିଛି। ଦର୍ଶକ ବନ୍ଧୁ, ଆପଣ କୋଉ ଡିଷ୍ଟ୍ରିକ୍ଟରୁ ଦେଖୁଛନ୍ତି ନିଶ୍ଚିନ୍ତ ଭାବରେ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାନ୍ତୁ। ଆଉ ଭିଡିଓକୁ ଭଲ ଲାଗିଥିଲେ ଲାଇକ୍ କରିଦିଅନ୍ତୁ। ଚ୍ୟାନେଲ ଯଦି ଆପଣ ମାନେ ନୂଆ ଆସିଛନ୍ତି ସବସ୍କ୍ରାଇବ କରିଦିଅନ୍ତୁ ଆଉ ବେଲ ଆଇକନକୁ ବଜାୟ ରଖନ୍ତୁ, ଯାହା ଫଳରେ ପାଣିପାଗ ନୂଆ ନୂଆ ଅପଡେଟ ଭିଡିଓ ଆପଣମାନଙ୍କୁ ସର୍ବପ୍ରଥମେ ଦେଖିବାକୁ ମିଳିବ।